ସାଂସ୍କ୍ରିଟ ଓଡ଼ିଆ ତ ଖାଲି ଗୀତ ଦେଖନ୍ତୁ ଏଠି ଗୋଟେ ଅଣ୍ଡା ଖାଇକି ଆଉ ଥରେ ମୁଁ ଆଉ ଗୋଟେ ଅଣ୍ଡା ଛଡ଼େଇକି ଦେଲି। ଆଉ ଚକଟୁଛନ୍ତି ଲୁଣ ଲଙ୍କା ରସୁଣ ଦେଇକି ଢେଙ୍କାନାଳିଆ ଷ୍ଟାଇଲରେ। ଭିଡ଼ିଓ ବନ୍ଦ ଥିଲା। ଯାଉଛି ଦେଖିବେ ଆଗ ଭିଡ଼ିଓ ଅଛି ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିବେ। ଏଠି ସକାଳ ଦୃଶ୍ୟ ଦେଖନ୍ତୁ। ଏପଟେ ସକାଳୁ ସକାଳୁ ବହୁତ କୁହୁଡ଼ି ହେଇଛି। ଆକ୍ଚୁଆଲି ଆମର ଢେଙ୍କାନାଳ ଅପେକ୍ଷା ଏପଟେ କୁହୁଡ଼ି ହେଉଛି, ଅଧିକ କୁହୁଡ଼ି ହେଉଛି, ଥଣ୍ଡା ବି ଅଧିକ ଲାଗୁଛି। ମୋତେ ଲାଗୁଛି ମୁଁ କାଶ୍ମୀର ପଳେଇ ଆସିଛି ବୋଧେ। ନମସ୍କାର ସାଙ୍ଗମାନେ, ମୁଁ ଆଜି ପ୍ରଥମ କରି ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିବାକୁ ଯାଉଛି। ଆଜି ମୋର ନ୍ୟୁ ଭ୍ଲଗ୍ ଚ୍ୟାନେଲ୍। ଆଜି ମୁଁ ଫାଷ୍ଟ କି ଭ୍ଲଗ୍ କରୁଛି। ପ୍ଲିଜ୍ ସବସ୍କ୍ରାଇବ୍ କରିବେ। ଆଜି ମୋର ଫାଷ୍ଟ ଭ୍ଲଗ୍ରେ ମୁଁ ମୋ ବାପ ଘରକୁ ଯାଉଛି। ଫାଷ୍ଟ ଭ୍ଲଗ୍ ଚ୍ୟାନେଲ୍ ଆଜି ମୁଁ ବାଲେଶ୍ୱର ଯାଉଛି। ଢେଙ୍କାନାଳ ଟୁ ବାଲେଶ୍ୱର ରାତି 11:30 ବେଳେ। ଦେଖନ୍ତୁ ସାଙ୍ଗମାନେ, ସମସ୍ତେ କୁହନ୍ତି ଝିଅ ପିଲାମାନେ ରେଡ଼ି ହେବାକୁ ବହୁତ ଟାଇମ୍ ଲଗାନ୍ତି। ଦେଖନ୍ତୁ ମୁଁ ଏଠି ରେଡ଼ି ହେଇସାରିଲିଣି, କିନ୍ତୁ ମୋ ସ୍ୱାମୀ ଏପର୍ଯ୍ୟନ୍ତ ବି ରେଡ଼ି ହେଇନାହାନ୍ତି, ଏପର୍ଯ୍ୟନ୍ତ ବାହାରୁଛନ୍ତି। ଦେଖନ୍ତୁ ସାଙ୍ଗମାନେ, ଏପର୍ଯ୍ୟନ୍ତ ସରିନି, ଏପର୍ଯ୍ୟନ୍ତ ସେ ବି ମରା ଚାଲିଛି। ଏସବୁ ମୁଁ ଲଗାଏନି, ସେଣ୍ଟ ମୁझे ପସନ୍ଦ नहीं। ଦେଖନ୍ତୁ ଏପର୍ଯ୍ୟନ୍ତ ତାଙ୍କର ସରିନି ସଜାସଜି, ଏପର୍ଯ୍ୟନ୍ତ ବାହାରୁଛନ୍ତି। ରେଡ଼ି ହେଇସାରିଲେଣି। ଗୋଟେ ଦେଖନ୍ତୁ ଝିଅ ବି ଶୋଇଛି ମସ୍ତରେ ବ୍ଲାଙ୍କେଟ୍ ଘୋଡ଼େଇ ହେଇକି। ପାଉଡର ତା ଦେହ ମୁହଁ ସବୁଠି ଲାଗିଛି, ଟିକେ ପୁଛ ବି ଯାଇନି। ଓ ମୋ ମା'କୁ କେତେ ନିଦ। ତାପରେ ଛୁଟି ରହୁଛି। ରେଡ଼ି ଶ୍ୱଶୁର ଘରକୁ ଯିବା ପାଇଁ। ଦେଖନ୍ତୁ ସାଙ୍ଗମାନେ, ମୁଁ ଏଠି ଭିଡ଼ିଓ ବନେଇବାର ବ୍ୟସ୍ତ। ମୋ ଝିଅକୁ ରେଡ଼ି କରୁଛନ୍ତି। ଓ ମାମା ଶୋଇଥିଲେ, ବହୁତ ନିଦ। ଝିଅକୁ ଏବେ ପିନ୍ଧଉଛନ୍ତି। କେତେ ଜୋରେ କାନ୍ଦୁଛି, କେତେ ଜୋରେ କାନ୍ଦୁଛି କାଜଲ ମାମା। ଏବେ ଆମେ ଢେଙ୍କାନାଳ ଷ୍ଟେସନରେ ପହଞ୍ଚିଗଲୁ। ଦେଖନ୍ତୁ ରୀତିକା ବାପା ଛିଡ଼ା ହେଇଛନ୍ତି ରୀତିକାକୁ ଧରିକି। ଆଉ ଷ୍ଟେସନ ଗାଡ଼ି ଏବେ ଆସିବାର ଥିଲା, ଏବେ ଆଲାଉନ୍ସ ହେଲା ଗାଡ଼ି ଆହୁରି ଲେଟ୍ରେ ଆସିବ। ଏବେ ଗୋଟେ ମାଲବୁହା ଗାଡ଼ି ଛିଡ଼ା ହେଇଛି। ଆମେ ଏବେ 2 ନମ୍ବର ପ୍ଲାଟଫର୍ମରେ ଛିଡ଼ା ହେଇଛୁ। ଏଠି ମାଲବୁହା ଗାଡ଼ିଟା ଏପର୍ଯ୍ୟନ୍ତ ଛିଡ଼ା ହେଇଛି। ଏଇଟା ଗଲା ପରେ ସମ୍ବଲପୁର ଶାଲିମାର ସୁପରଫାଷ୍ଟ ଟ୍ରେନ୍ ଆସିବ, ଯେଉଁଥିରେ ଆମେ ବାଲେଶ୍ୱର ଯିବୁ। ଏବେ ଦେଖିପାରୁଥିବେ ଗାଡ଼ି ନମ୍ବର 20832 ମହିମାବସୀ ଟ୍ରେନ୍ ଆସିବ କିଛି ସମୟ ପରେ। ହାଇ ସାଙ୍ଗମାନେ, ଫାଇନାଲି ଆମେ ବାଲେଶ୍ୱର ପହଞ୍ଚିଗଲୁ। ଦେଖନ୍ତୁ ବାପୁ ଝିଅଟି ଛିଡ଼ା ହେଇଛନ୍ତି। ଆଜି ଟ୍ରେନ୍ ବହୁତ ଲେଟ୍ ଥିଲା, କେତେ ଘଣ୍ଟା ପରେ ଆମେ ଆସି ପହଞ୍ଚିଲୁ। ଗୋଟେ ପିଲାର ତ ମନ ପୁରା ଗୁଦୁଲ ଗୁଦୁଲ ହେଉଥିବ ଆଜି ବହୁତ ଖୁସି ଅଛି। ବାପ ଘରେ ଆସି ପହଞ୍ଚି ଯାଇଛି। ବହୁତ ଦିନ ପରେ ଆସି ପହଞ୍ଚିଲୁ। ନେକ୍ସଟ ଟ୍ରେନ୍ ଏଠି ସାଇଡ଼ରେ ଆମର ଠିଆ ହେଇଛି। ଆମେ ଏବେ ଏଇ ଟ୍ରେନ୍ରେ ଯିବୁ ନୀଳଗିରି ରୋଡ଼, ଯେଉଁଟା ବରୁଣସିଂ ଷ୍ଟେସନରେ ଛିଡ଼ା ହେବ। ଏଇଟା ହେଉଛି ଭୁବନେଶ୍ୱର ମେମୋ। ଯିଏ ବି ଚାହିଁବେ ବାଲେଶ୍ୱରରୁ ସକାଳୁ ଯାଇପାରିବେ 5ଟାରେ। ନୀଳଗିରି ଯିବ ରୋଡ଼କୁ ବରୁଣସିଂ, ସେଇ ବରୁଣସିଂ ଆମ ଷ୍ଟେସନ ନାଁଟା ବରୁଣସିଂ ଆକ୍ଚୁଆଲି ନୁହଁ, ସେଇଟା ନୀଳଗିରି ରୋଡ଼ କୁହନ୍ତି ଷ୍ଟେସନଟା। ଯେଉଁଟା ଯିବା ଅଜା ଘରୁ ଯିବା। ମ୍ୟାଡ଼ାମ ଆମର ବସିକି ଝିଅ ସାଙ୍ଗରେ ଗେଲଉଛନ୍ତି। ଏଥିରେ କ'ଣ ଖେଳିଲା ବାପା
ବେଶ ଥୁଆ ହେଇଛି, ବ୍ୟାଗ୍ ଥୁଆ ହେଇଛି ଆମର ଏଠି। ଚାଲ ଏବେ ଆମେ ନୀଳଗିରି ରୋଡରେ ପହଞ୍ଚି ଯାଇଛୁ। ଭାଇ ଅଛନ୍ତି ବାଟରେ ବାଇକ୍ ନେଇ, ଆଉ ଭିଡ଼ିଓ କରିହେବନି, ଡାଇରେକ୍ଟ ଘରେ ପହଞ୍ଚିଯିବା। ସାଙ୍ଗମାନେ ଦେଖନ୍ତୁ, ଇଏ ମୋ ଭଉଣୀ, ମୋ କକାଙ୍କ ଝିଅ। ଏଇଠି ସାଲମା ଖାଉଛି, ଯୋଉଟାକି ଆମ୍ବଡା ବି କୋଉଠି କୁହାଯାଏ। ଏଇଠି ଦେଖନ୍ତୁ ଆମ ଗାଁରେ ଆମର ଧାନ ସିଝା ଯାଉଛି। ଏଠି ସମସ୍ତେ ବାଡ଼ିକି ଦେଖନ୍ତୁ ବିଲାତି ଗଛ ହେଇକି ବିଲାତିରେ ଫୁଲ ବି ଆସିଲାଣି। ଆମର ଧାନ ସିଝା ଯାଉଛି। ମୁଁ ଏଇଟା ଢେଙ୍କାନାଳ ଲାଙ୍ଗୁଏଜରେ କହିଲି ଯେ ଧାନ ସିଝା ଯାଉଛି, କିନ୍ତୁ ଆମ ବାଲେଶ୍ୱର ଲାଙ୍ଗୁଏଜରେ କୁହାଯାଏ ଧାନ ଉଷା ଯାଉଛି। ଦେଖନ୍ତୁ ଏଇଟା ଆମର କୁଟା କୁହାଯାଏ, ନଡ଼ା ବି କୁହାଯାଏ। ଏଇଟା ଜାଣିକି ଆମର ଧାନ ଉଷା ଯାଏ। ବାପା ଏଠି ଦେଖନ୍ତୁ ଧାନ ଜାଳି ଦଉଛନ୍ତି, ମା ପାଣିରେ ଧାନକୁ ଛାଣିକି ହାଣ୍ଡିରେ ଦଉଛନ୍ତି। ଦେଖନ୍ତୁ ତାପସ କଣ କହୁଛନ୍ତି। ଦେଖ ଆମ ନଡିଆ ଗଛ କେତେଟା ନଡିଆ ଧରିଛି। ନଡିଆ ଆସିକି ଆମେ ସବୁ ଡାବ ପାଣି ପିଇ ଦେଇଛୁ ବିଛେଇକି। ବାଲେଶ୍ୱର ଭାଷାରେ ବିଛେଇ ହବନି। ଏଠି ଦେଖ ମୋ ଝିଅ ପଳେଇ ଆସିଲାଣି। ଗୁରୁଣ୍ଡି ଏକୁଟିଆ। ମୋ ଝିଅକୁ ଧରିକି ଆସ। କଣ ଖାଉଛନ୍ତି ଆପଣ ଏଠି? କଣ ମା ଦେଇକି ଯାଇଛନ୍ତି ଖାଉଛ? ତ ଦେଖିନି କଣ ଗୋଟେ କୋଶଳା ଶାଗ, ଆଳୁ, କଲରା ଆଳୁ ଭଜା, ଫୁଲକୋବି ଆଳୁ ଝୋଳ, କୋବି ଶାଗ ଭଜା, ଦେଶୀ ଅଣ୍ଡା, ଭାତ, ଗରମ ଭାତ ସକାଳୁ ସକାଳୁ। ଭିଡ଼ିଓ ଅନ୍ କରୁଛ ନା? ହଁ ଅନ୍ ତ ଅଛି। ଓ ବନ୍ଦ କରିନି। ଗୋଟେ ବେଳି ଶଳା ପାଦରେ ବସିଛନ୍ତି, ବସିଛନ୍ତି ଗୋଟେ ବେଳି ସାନ ଶଳା। ଦେଖନ୍ତୁ ଏଠି ଗୋଟେ ଅଣ୍ଡା ଖାଇସାରିଲି, ପୁଣି ଆଉ ଗୋଟେ ଅଣ୍ଡା ଖାଉଛନ୍ତି। ମୁଁ ଆଉ ଥରେ ଛଡେଇକି ଦେଲି, ସେଥିପାଇଁ ଭିଡିଓଟା ଅଫ୍ ଥିଲା। ଆଉ ଥରେ ତାକୁ ଚକୁଟୁଛନ୍ତି, ଲଙ୍କା ଲୁଣ ରସୁଣ ପକେଇକି ଢେଙ୍କାନାଳ ଷ୍ଟାଇଲ। ଆଉ ଚକଟା ଚକଟି କରି ଖାଇବେ ଆଉ। ପ୍ଲିଜ ସମସ୍ତେ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ, ଆଉ କମେଣ୍ଟ କରିଦିଅନ୍ତୁ। ସବସ୍କ୍ରାଇବ ନିହାତି କରନ୍ତୁ, ଆଉ କମେଣ୍ଟ କରି କୁହନ୍ତୁ କେଉଁ କେଉଁ ଜିଲ୍ଲାରୁ ଆପଣମାନେ ଦେଖୁଛନ୍ତି ସବୁ। ତାପରେ ଏଇଟା ଆମ ଚ୍ୟାନେଲ, ୟାପରେ ଆମେ ଆହୁରି ଭଲ ଭିଡ଼ିଓ କରିବାକୁ ଚେଷ୍ଟା କରିବୁ।